ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ଆଷ୍ଟ୍ରୋ ସେସନ ଆରମ୍ଭ କରିବା। ଆଷ୍ଟ୍ରୋ ସେସନ କ୍ରମରେ ଗୋଟେ କମନ କ୍ୱେଶ୍ଚିନ୍ ଯୋଉଟା କି ସବୁବେଳେ ସମସ୍ତଙ୍କର ମନରେ ଆସେ ଯେ ଜ୍ୟୋତିଷ କଣ ପୁରା କାମ କରେ, ପୁରା 100% ଆକୁରେଟଲି ଜ୍ୟୋତିଷ କାମ କରେ? ସେଇ ବିଷୟରେ ଆଲୋଚନା ରଖିବା। ଏଇଟା ପ୍ୟୁରଲି ଇନଫର୍ମେଟିଭ ଭିଡିଓ ହବ। ଏଇଟା ମୋର ଏକ୍ସପିରିଏନ୍ସ ଯେତିକି ମୁଁ କୁଣ୍ଡଲି ଦେଖିଛି ତା ଉପରେ ବେଶ କରିକି ମୁଁ କହୁଛି। ଯଦି ପଚରା ଯିବ କୁଣ୍ଡଲି କାମ କରେ କି ନ କରେ, ହଁ ନିଶ୍ଚିତ ଭାବରେ ଆଷ୍ଟ୍ରୋଲୋଜିର କୁଣ୍ଡଲି କାମ କରେ। ଯଦି କାମ ନ କରୁଥାନ୍ତା ତାହେଲେ ବିଶ୍ୱର ଯୋଉ ଯୋଉ ସିଚୁଏସନ ହଉଛି ଗ୍ରହ ନକ୍ଷତ୍ରଙ୍କର ହିସାବରେ ସେଇଟା ହେଇନଥାନ୍ତା। ହେଲେ ସେଇଟା କେତେ ମାତ୍ରାରେ ହବ ସେଇଟା ଡିପେଣ୍ଡ କରେ କୋଉ କୋଉ ଜିନିଷ ଉପରେ, ସେଇ ସବୁ ଜିନିଷ ଉପରେ ଆମେ ଆଜି ଆଲୋଚନା କରିବା। ସର୍ବପ୍ରଥମେ ଆମେ ଜାଣିବା ଯେ ଚାରିଟା ପାର୍ଟ ଜୀବନରେ ରହିଛି ଯୋଉଟା କି ମଣିଷର ବ୍ୟକ୍ତିଗତ ଜୀବନ ଚାଳନାକୁ କଣ୍ଟ୍ରୋଲ କରେ। ସର୍ବପ୍ରଥମ ରହିଛି ପ୍ରାରବ୍ଧ, ସେ କଣ ତାର ପୂର୍ବ ଜନ୍ମରେ କରିକିନା ଆସିଛି। ସେକେଣ୍ଡ ପାର୍ଟରେ ରହିଛି ତାର ବର୍ତ୍ତମାନର ପୁରୁଷାର୍ଥ ଜନିତ କର୍ମ। ଥାର୍ଡ ପାର୍ଟରେ ରହିଲା ବାସ୍ତୁ। ଫୋର୍ଥ ପାର୍ଟରେ ରହିଲା ଆଷ୍ଟ୍ରୋଲୋଜି। ବର୍ତ୍ତମାନ ମୁଁ ଆପଣଙ୍କୁ ପ୍ରାରବ୍ଧ ଉପରେ କହିବି। ପ୍ରାରବ୍ଧ କଣ? ପ୍ରାରବ୍ଧ ମାନେ ହେଲା ଏଇଆ ଯେ ଗୋଟେ ସମୟରେ ଅନେକ ଛୁଆ ଜନ୍ମ ହେଇଥିବେ, ଗୋଟିଏ କୁଣ୍ଡଲି ନେଇକି ଜନ୍ମ ହେଇଥିବେ, ସବୁ ମେଡିକାଲ ଜନ୍ମ ହେଇଥିବେ, ହେଲେ ଜଣେ ଜନ୍ମ ହେଲା ଗୋଟେ କୋଟିପତି ଘରେ, ଆଉ ଜଣେ ଜନ୍ମ ହେଲା ଗୋଟେ ଝୁମ୍ପୁଡି ଘରେ। ସମସ୍ତଙ୍କର କୁଣ୍ଡଲି ସେମ୍, ଦି ଜଣଙ୍କର ପୁରା ସେମ୍ ଟାଇମ ଆକୁରେଟଲି 5-10 ସେକେଣ୍ଡର ଡିଫରେନ୍ସରେ ଜନ୍ମ ହେଲେ ଦି ଜଣଙ୍କ କୁଣ୍ଡଲି ସେମ୍ ହେଇଗଲା। ତାହେଲେ ତାର କୁଣ୍ଡଲି ଆ କୁଣ୍ଡଲି ଭିତରେ କୋଉଟା ଡିଫରେନ୍ସ ସେଠି ମେକ୍ କଲା? ନା ଏଇଟା ପ୍ରାରବ୍ଧ ମେକ୍ କଲା। ସେ ତା ପୂର୍ବ ଜନ୍ମରେ କେତେ ମାତ୍ରାରେ ପୁଣ୍ୟ କରିଛି ଯେ ସେ ଜନ୍ମ ହଉ ହଉ ଧନୀ ଘରେ ଜନ୍ମ ହେଇଗଲା, ଆଉ ଜଣେ ଜନ୍ମ ହେଲା ଗରିବ ଘରେ, ଯଦିଓ ସେମାନଙ୍କର କୁଣ୍ଡଲି ସେମ୍। ପଏଣ୍ଟ ନମ୍ବର 1 ଗଲା। ପ୍ରାରବ୍ଧ ପରେ ଆସିଲା ତାର ବର୍ତ୍ତମାନର ପୁରୁଷାର୍ଥ। ପୁରୁଷାର୍ଥ କଣ? ନା ତା ପାଖରେ ବୁଦ୍ଧି ଅଛି, ବିବେକ ଅଛି। ବୁଦ୍ଧି ବିବେକ ଥିବା ଭିତରେ ସିଏ ପୂଜା ଅର୍ଚ୍ଚନା କରିପାରିବ, ଦାନ ପୁଣ୍ୟ କରିପାରିବ, ଭାଗବତ ମାର୍ଗରେ ଚାଲିପାରିବାର ସମ୍ଭାବନା ବି ରହିଥିବ। କିନ୍ତୁ ସେଗୁଡାକୁ ସିଏ ଆଭଏଡ କରିକି ସିଏ କଣ କଲା ନା ମ୍ୟାଟେରିଆଲ ଜଗତରେ ପ୍ରାପ୍ତି କରିବା ପାଇଁ ଆଗେଇ ଚାଲିଲା ଏବଂ ପୂଜା ପାଠ ଏବଂ ଦାନ ପୁଣ୍ୟର କଥା ସେ ସବୁ ସାଇଡରେ ରଖିଦେଲା। ବା କିଛି ମାତ୍ରାରେ କଲା, କିଛି ମାତ୍ରାରେ କଲାନି। ଯୋଉ ମାତ୍ରାରେ କରିବା କଥା ସେ ମାତ୍ରାରେ କଲାନି। ସନାତନ ପରମ୍ପରାରେ ଗୋଟେ ସଟକର୍ମ ଅଛି ଯୋଉଟା କି ଆପଣ ଯେକୌଣସି ପୁରାତନ ଶାସ୍ତ୍ରକୁ ଆପଣ ଦେଖିବେ, ତା ଦେହରେ ଗୃହସ୍ଥ ଜୀବନର କର୍ମରେ ଯଜନ ଯାଜନ ଅଧ୍ୟୟନ ଅଧ୍ୟାପନା ଦାନ ପ୍ରତିଗ୍ରହ ଏ ସଟକର୍ମ ଅଛି। ଯଜନ ମାନେ କଣ? ନା ପୁରାତନ ଶାସ୍ତ୍ର ଗୁଡାକୁ ପଢିବ। ଯାଜନ ମାନେ କଣ? ଯୋଉ ଶାସ୍ତ୍ର ଗୁଡାକ ପଢିଲା ସେ ଶାସ୍ତ୍ର ଗୁଡା ଆଲୋଚନା କରିବ, ଅଧ୍ୟୟନ କରିବ ସେ ଜିନିଷ ଉପରେ, ତାପରେ ଅଧ୍ୟାପନା, ଯାହା ପଢିଲେ ତାକୁ ପଢିବ ମଧ୍ୟ, ଦାନ କରିବ ମାନେ ଯେତେବେଳେ ଦରକାର ଦାନ କରିବ, ପ୍ରତିଗ୍ରହ କରିବ ମାନେ ଦାନ ଗ୍ରହଣ କରିବ। ଏ 6ଟା କର୍ମ ପ୍ରତ୍ୟେକ ସନାତନୀଙ୍କୁ କରିବା କଥା। ତ ଯଦି ସେ ସେଇଟା ଠିକ ଭାବରେ କରୁନାହିଁ, ସଟକର୍ମ କରୁନାହିଁ, ତା ଦେହରେ କିଛି ଅସୁବିଧା ରହୁଛି ବା କୌଣସି ଇଷ୍ଟଙ୍କୁ ସେ ତା ଜୀବନରେ ଇଷ୍ଟ ଗ୍ରହଣ କରିନି, କିଏ ଜଗନ୍ନାଥଙ୍କୁ ମାନିଲା, କିଏ ଗୁରୁ ଦୀକ୍ଷା ନେଲା, କିଏ ମହାଦେବଙ୍କୁ ମାନିଲା, କିଏ ଜଗଦମ୍ବାଙ୍କୁ ମାନିଲା, କିଏ ଗଣପତିଙ୍କୁ ମାନିଲା, ଯେମିତି ବିଭିନ୍ନ ପ୍ରକାର ସମ୍ପ୍ରଦାୟ ଅଛି, ସେ ସବୁକୁ ଶୈବ, ଗାଣପତ୍ୟ, ବୈଷ୍ଣବ, ଶାକ୍ତ, ଯେ ଯୋଉ କଲ୍ଟ ଅଛି ସେ କଲ୍ଟକୁ ସିଏ ଆର୍ଡେଣ୍ଟଲି ଫଲୋ ନ କରି ମନ ଇଚ୍ଛା ସେ ତାର ଜୀବନ ଚଳନା ଚାଲିବ। ସେଥିରେ କଣ ହେଲା ନା ତା ହାତରେ ଏଇ ଜିନିଷଟା ଅଛି, ତା ହାତରେ ବିବେକ ଅନୁଯାୟୀ କରିବା ପାଇଁ କି ତା ପାଖରେ ସବୁ ସଂସାଧନ ଅଛି, ହେଲେ ସେ କରିପାରୁନି। ଆଜି ପୂର୍ବତନ ଯୁଗରେ ଯୋଉ ଯୋଉ ମାନେ ସାଧନା କରୁଥିଲେ, ସେ ସାଧନା ପାଇଁ ସେମାନେ ଗୁରୁ ଗ୍ରହଣ କରୁଥିଲେ। ଗୁରୁ ଗ୍ରହଣ କରିକି ସେମାନେ ବିହିତ ପ୍ରକ୍ରିୟା ମାଧ୍ୟମରେ ସେ ସାଧନା ଗୁଡାକ କରୁଥିଲେ ଏବଂ ତାପରେ ସେମାନେ ସିଦ୍ଧିକୁ ପ୍ରାପ୍ତ ହଉଥିଲେ। ଆଜିକାଲି ଯୁଗରେ ସବୁ କିଛି ଇଣ୍ଟରନେଟରେ ଥିଲେ ମଧ୍ୟ ପ୍ରପର ଗୁରୁଙ୍କର ଅଭାବରୁ, ମାର୍ଗଦର୍ଶନର ଅଭାବରୁ ଲୋକମାନେ ନିଜ ଇଚ୍ଛା ହିସାବରେ କରୁଛନ୍ତି ଏବଂ ହୁଏତ ସେତିକି ଆମାଉଣ୍ଟର ଫଳ ସେମାନେ ପାଉନାହାନ୍ତି। ଏଇଟା ମେନ୍ ଗୋଟେ ରିଜିନ। ଏବଂ ଦ୍ଵିତୀୟରେ ଆଉ ଗୋଟେ କଣ ହବ ନା ଯଦିଓ କରୁଛନ୍ତି, ଯଦିଓ କୌଣସି କାମ କରୁ ବି ଛନ୍ତି ସେମାନେ,
ସେମାନେ ବିଧି ମାଫି କରୁନାହାନ୍ତି, ଶାସ୍ତ୍ର ମାଫି କରୁନାହାନ୍ତି। ତ ତା ଦ୍ଵାରା ତାର ଫଳର ନ୍यूनता ମଧ୍ୟ ରହୁଛି, ଯୋଉଟା କି ସେ ଯୁଗରେ କିଛି ସଂସାଧନ ନଥାଏ କି କେବଳ ଗୁରୁ ଆଦେଶ ଉପଦେଶ ଆଜ୍ଞାରେ ଲୋକମାନେ ସିଦ୍ଧି ପ୍ରାପ୍ତ କରୁଥିଲେ ଯେତିକି ଜଣ, ଆଜିକା ଯୁଗରେ ବି ସେତିକି ସବୁ ପ୍ରକାର ସଂସାଧନ ଥାଇକି ବି ଲୋକମାନେ ସେଇ ଆମାଉଣ୍ଟର ପାଳ ନିଜର ଯୋଉ ପୁରୁଷାର୍ଥକୁ ଅ, ସନାତନ ଯୋଉ ପରମ୍ପରାର ମାର୍ଗରେ ନିଜକୁ ଜୀବନକୁ ପରିଚାଳିତ କରିବାକୁ ସମର୍ଥ ହେଉନାହାନ୍ତି କୌଣସି ଯେକୌଣସି ବି କାରଣରୁ। ତ ଏଇଟା ରହିଲା ପୁରୁଷାର୍ଥ, ଇଏ ଗଲା 25%। ତାପରେ ଆସିଲା ବାସ୍ତୁ। ମଣିଷର ଜୀବନରେ ବାସ୍ତୁ ଗୋଟେ ପିଓରଲି ସାଇନ୍ସ। ସେଇ ପିଓର ସାଇନ୍ସ ଭିତରେ ଯେତେବେଳେ କୌଣସି ଜିନିଷ ହୁଏ, ବାସ୍ତୁ ଆଉ ଆଷ୍ଟ୍ରୋଲୋଜି ପରସ୍ପର ପରସ୍ପରର ପରିପୂରକ। ଆଉ ସେଥିରେ ମୁହୂର୍ତ୍ତ ଶାସ୍ତ୍ର ମଧ୍ୟ ରହିଛି। ଯେତେବେଳେ ବାସ୍ତୁ ଆଉ ମୁହୂର୍ତ୍ତ ଶାସ୍ତ୍ରର ସଂଯୋଜନ ଘଟେ, ସେତେବେଳେ ଲୋକମାନଙ୍କର ଜୀବନରେ ଉନ୍ନତି ଘଟେ। ଯୋଉଠି ବାସ୍ତୁ ଖରାପ ଥାଏ ସେ ଜାଗାରେ ସେ ଯୋଉ ଯୋଉ ଜାଗାରେ ଯୋଉ ଯୋଉ କାରଣ ଯୋଗୁଁ ବାସ୍ତୁ ପୀଡିତ ହେଇଛି, ସେ ଘରର ମାଲିକଙ୍କୁ ସେଇ ସେଇ କାରଣ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ତାପରେ ରହିଲା ଆଷ୍ଟ୍ରୋଲୋଜି। ମାନେ ଆପଣ ଭାବନ୍ତୁ, ଚାରିଟା ଜିନିଷ ରହିଲା। ଗୋଟେ ହେଲା ପ୍ରାରବ୍ଧ, ଗୋଟେ ହେଲା ପୁରୁଷାର୍ଥ, ଗୋଟେ ହେଲା ବାସ୍ତୁ, ଆଉ ଗୋଟେ ହେଲା ଆଷ୍ଟ୍ରୋଲୋଜି। ଆଷ୍ଟ୍ରୋଲୋଜିରେ ଆମେ ଗ୍ରହ ନକ୍ଷତ୍ର ଦେଖିକି କହିପାରିବୁ ଯେ ଏଇ ଜିନିଷଟା ତା ସହିତ ପ୍ରେଡିକ୍ଟ କରିପାରିବୁ, ହେଇପାରେ। ଏଇଟା ତ କୌଣସି ବିଦ୍ୟା ନୁହଁ ନା, ତନ୍ତ୍ର ବିଦ୍ୟା ନୁହଁ କି ଦେଖିଦେଲି ମୁହଁ ଦେଖିଲି କହିଦେଲି। ସେ ସିଦ୍ଧି ଯୋଉମାନଙ୍କ ପାଖରେ ଅଛି ତା କଥା ଅଲଗା। ଏଇଟା ତ ଯେହେତୁ ଆମେ ଗ୍ରହ ନକ୍ଷତ୍ରର ଚଳନକୁ ବେଶ କରିକି ପ୍ରେଡିକ୍ଟ କରାଯାଉଛି, ଏଇଟା କେତେ ମାତ୍ରାରେ ଫୁଲଫିଲ ହବ ଏବଂ କାହିଁକି ଫୁଲଫିଲ ହେଉନାହିଁ, ସେ ବିଷୟରେ ବି ଆମେ ଆଜି ଭଲ ଭାବରେ ଆଲୋଚନା କରିବା। ସର୍ବପ୍ରଥମ କଥା ହେଲା, ଯଦି କୌଣସି ଲୋକର ପ୍ରାରବ୍ଧ ଠିକ ଅଛି, ଯଦି କୌଣସି ଲୋକର ଅ, ପୁରୁଷାର୍ଥ ଠିକ ଅଛି, ଯଦି କୌଣସି ଲୋକର ବାସ୍ତୁ ଠିକ ଅଛି, ତାହେଲେ ତାର ଆଷ୍ଟ୍ରୋଲୋଜିକାଲ ଇମ୍ପାକ୍ଟ ତାର ରହିବ। ତା ସହିତ ଯେତିକି ଆମାଉଣ୍ଟର ଖରାପ ହେବା କଥା ସେତିକି ଆମାଉଣ୍ଟର ଖରାପ ହେବ ନାହିଁ, ଏଇଟା ସତ୍ୟ। ଦ୍ଵିତୀୟ କଥା, ଯଦି ଏ ତିନିଟା ଠିକ, ଏଗୁଡାକ ପରସ୍ପର ପରସ୍ପର ସହିତ ପରିପୂରକ, ସେଥିରେ କୌଣସି ସନ୍ଦେହର ଅବକାଶ ନାହିଁ। ଏ ଜିନିଷର ଚେଞ୍ଜ କେବଳ ପରମେଶ୍ୱରଙ୍କ ପାଖରେ ହିଁ ଅଛି। ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ ହିଁ ସବୁ କର୍ମ ସର୍ବ କର୍ମ ଫଳର ଦାତା। ଆଉ ଯାହାଙ୍କୁ ଆମେ ପରମେଶ୍ୱର କହୁ, ଭଗବାନ ବୋଲି କହୁ, ସେଇ ହିଁ ଏ କର୍ମ ଫଳକୁ ସବୁ ନିୟନ୍ତ୍ରଣ କରନ୍ତି ଏବଂ ସେ ହିଁ ନବଗ୍ରହ ରୂପ ଧାରଣ କରି ଆଷ୍ଟ୍ରୋଲୋଜିରେ ଇମ୍ପାକ୍ଟ କରେ। ଯଦି ମଣିଷ ଏଇ କଥାଟା ବୁଝେ, ଯଦି ସେ ତାର ପ୍ରାରବ୍ଧକୁ ତ ସେ ଠିକ କରିପାରିବନି, କାରଣ ସେ ତ ପୂର୍ବ ଜନ୍ମର ଅର୍ଜିତ କର୍ମ ଫଳ। କିନ୍ତୁ ତା ପାଖରେ ଏଇ ତିନିଟା ଜିନିଷ ଅଛି। କଣ ନା, ତାର ପୁରୁଷାର୍ଥ ଅଛି। ପୁରୁଷାର୍ଥ ମାଧ୍ୟମରେ ସେ ଯଦି କୌଣସି ଇଷ୍ଟ ବା ଗୁରୁ ବା ସନାତନ ପରମ୍ପରାକୁ ଆର୍ଡେଣ୍ଟଲି ଫଲୋ କଲା, ତାହେଲେ ନିଶ୍ଚିତ ଭାବରେ ତା ଉପରେ ଯଦି ପଥର ପଡିଥାନ୍ତା, ତାହେଲେ ତାପରେ ପଥର ପଡିବାର ସମ୍ଭାବନା ରହିବ। କିନ୍ତୁ ପଡିବ ନିଶ୍ଚୟ, ସେଥିରେ ସନ୍ଦେହର ଅବକାଶ। ତେଣୁ ଯେତେବେଳେ କୌଣସି ଲୋକ ପ୍ରେଡିକ୍ସନ କରୁଛି, ସେତେବେଳେ ସେ ସମ୍ପୂର୍ଣ୍ଣ ଭାବରେ ଭାବିବା କଥା ନୁହଁ ଯେ ଆଷ୍ଟ୍ରୋଲୋଜି 100% ଆପଣଙ୍କୁ ପୁରା ଆଜ ଇଟ ଇଜ ଆକୁରେଟଲି ପ୍ରେଡିକ୍ଟ କରି ଦେଇଦବ। ବାସ୍ତବତା ଠାରୁ ବଡ ସତ୍ୟ କିଛି ନାହିଁ। ମୋର ଏକ୍ସପିରିଏନ୍ସ ହିସାବରେ ମୁଁ ଯେତିକି ଆପଣ ମାନଙ୍କୁ ମୁଁ ଯେତିକି ବର୍ତ୍ତମାନ ଆପଣଙ୍କୁ ସେୟାର କଲି, ଯୋଉ ଜିନିଷ ଗୁଡାକ ଆପଣ ମାନଙ୍କୁ ସେୟାର କଲି, ସେଇ ଜିନିଷ ଗୁଡାକୁ ଆପଣ ମାନେ ନିଜେ ବସି ଭାବନ୍ତୁ ଯେ ଏଇ ଜିନିଷର ସତ୍ୟାସତ୍ୟ ରହିଛି ନା ରହିନି। ଏ ଜିନିଷର ସତ୍ୟାସତ୍ୟ ନିଶ୍ଚିତ ଭାବରେ ରହିଛି। କାରଣ ପ୍ରତ୍ୟେକ କୁଣ୍ଡଲିରେ ଯେତେବେଳେ ଆପଣ ଗୋଟେ ପ୍ରେଡିକ୍ସନ ଦେଇଥିବେ, ଆଉ ଗୋଟେ କୁଣ୍ଡଲି ଦେଖିଲା ବେଳକୁ ସେଇ ପ୍ରେଡିକ୍ସନ ଦେଲା ବେଳକୁ ସେଇ ଜିନିଷଟା ସେତିକି ଆମାଉଣ୍ଟଟା ଠିକ ବସୁନଥିବ। ସେଠି କଣ ରହୁଛି ନା, ତିନିଟା ରହୁଛି। ଗୋଟେ ହଉଛି ପ୍ରାରବ୍ଧ, ଗୋଟେ ହଉଛି ତାର ଅ, ପୁରୁଷାର୍ଥ, ଆଉ ଗୋଟେ ହଉଛି ତାର ବାସ୍ତୁ। ଯଦିଓ ବାସ୍ତୁ ତାର ଗୋଟେ ହଉଛି ହବ ହିଁ ହବ। ଆଷ୍ଟ୍ରୋଲୋଜିରେ ଗୋଟେ ଜିନିଷ ତାର ହେବ ହିଁ ହବ, ଏଇଟାକୁ କେହି ରୋକି ପାରିବେନି। ଏ ଜିନିଷଟା ଏ ଯୋଉ କମ୍ବିନେସନ ଅଛି, ଏ କମ୍ବିନେସନରେ ଏ ଜିନିଷ ହବ ହବ, ହେଲେ ସେଟା କେତେ ମାତ୍ରାରେ ହବ ସେଟା ତାର ପ୍ରାରବ୍ଧ ଆଉ ତାର ପୁରୁଷାର୍ଥ ଉପରେ ଡିପେଣ୍ଡ କରେ। ଗୋଟେ କୁଣ୍ଡଲି ଦେଖୁଥିଲେ, ସେ ଟାଇମରେ ସେ ଲୋକକୁ ବେଡ୍ ରିଡେନ୍ ହେବା କଥା, ମାନେ ସେ ଲୋକକୁ ଶଯ୍ୟାଶାୟୀ ହେବା କଥା, ଦେହ ଅସୁସ୍ଥତାର କାରଣ। କିନ୍ତୁ ଦେଖାଯାଇଛି ଯେ ସେ ଅଳ୍ପ ମାତ୍ରାର ଅସୁସ୍ଥ ଅଛି, ମେଡିସିନ ଖାଇକି ତାର ଜୀବନ ଅତିବାହିତ କରୁଛି। ସେତେବେଳେ ପଚରା
ଯେତେବେଳେ ମୋର ଜିଜ୍ଞାସା ଜାଗିଲା କି ଏଇଟା ତ କେବେ ଆଷ୍ଟ୍ରୋଲୋଜି ହିସାବରେ ତ ଆପଣଙ୍କର ଦେହ ଖରାପ ହବା କଥା, ଆପଣଙ୍କର ହଉନି କାହିଁକି? ନା ବୁଝୁ ବୁଝୁ ଦେଖାଗଲା ଯେ ସେ ମହାଦେବଙ୍କର ବହୁତ ବଡ ଭକ୍ତ ଏବଂ ବହୁତ ସୁନ୍ଦର ଭାବରେ ନିଷ୍ଠାର ସହିତ ସେ ମହାଦେବଙ୍କର ପୂଜା ଅର୍ଚ୍ଚନା କରେ। ତେଣୁ ସେଦିନ ଗୋଟେ ଜିନିଷ ମୁଁ ଶିଖିବାକୁ ପାଇଲି ଯେ ଆମର ଯୋଉ ଜିନିଷ ବହି ପୋଥିଗତ ବିଦ୍ୟା ଯୋଉଗୁଡାକ ଆମେ ପଢୁଛୁ ସେଇଟା ଯେ ବାସ୍ତବରେ ପୁରା 100% ସତ୍ୟ ତାହା ନୁହେଁ। ଆମର ଦୃଷ୍ଟିର ଅନ୍ତରାଳରେ ଯାହା ଆମେ ଦେଖିପାରୁନାହୁଁ ଜାଣିପାରୁନାହୁଁ ଅନେକ ଜିନିଷ କାମ କରୁଛି, ଅନେକ ଜିନିଷ କାମ କରୁଛି। ଏଇଟା ହେଲା ମୁଖ୍ୟତଃ ଚାରି ଜିନିଷ। ଏଇ ଜିନିଷ ବାଦ ବି ଆହୁରି ଅନେକ ଜିନିଷ ଥାଇପାରେ ଜୀବନ ଭିତରେ, ଯିଏକି ସେଗୁଡାକ ସାଇମultaneously ରନ୍ କରୁଛି ଆମକୁ କର୍ମ ଫଳ ଦେବା ପାଇଁ, ପ୍ରତିଟି ମୁହୂର୍ତ୍ତରେ ରନ୍ କରୁଛି। କିନ୍ତୁ ଏଇ ଚାରୋଟି ବେସିକ ଜିନିଷ ମୁଁ ମୋର ଏକ୍ସପିରିଏନ୍ସରେ ଅନୁଭବ କରିଛି ଯେ ଏଇ ଚାରୋଟି ଜିନିଷ ଯୋଗୁ ହୁଏତ ଜ୍ୟୋତିଷରେ ଠିକ ସେ ଆଜି ରେଜଲ୍ଟ ମିଳିବାଟା ହୁଏ ନାହିଁ ଏବଂ ପ୍ରେଡିକ୍ସନ ଗଡବଡ ହେଇଯାଏ। ତେଣୁ ସର୍ବପ୍ରଥମେ ଆପଣ ମାନଙ୍କୁ ଜାଣି ରଖିବା ଉଚିତ କୌଣସି ଲୋକର କୁଣ୍ଡଲି ଦେଖିଲା ବେଳେ ତାର ଏଇ ଚାରିଟା ଜିନିଷ କୁ ଯଦି ନଜର କରାଯାଇ ତା ଉପରେ ପ୍ରେଡିକ୍ସନ କରାଯାଏ ହୁଏତ ବହୁତ ପରିମାଣରେ ତାର ଜୀବନରେ ଜିନିଷ ସତ୍ୟ ଆସିବ। ଜେନେରାଲି ବହୁତ ବଡ ବଡ ଯୋଉ ଆଚାର୍ଯ୍ୟ ସନ୍ଥ ମାନେ ଅଛନ୍ତି ସେ ଆଚାର୍ଯ୍ୟ ସନ୍ଥ ମାନେ କହିଯାଇଛନ୍ତି, ଯୋଉମାନେ ଆଷ୍ଟ୍ରୋଲୋଜିର ଆଚାର୍ଯ୍ୟ ମାନେ ଅଛନ୍ତି ସେମାନେ କହିଯାଇଛନ୍ତି ଯୋଉମାନେ ବହୁତ ଭଗବାନଙ୍କୁ ଭଜନ କରନ୍ତି, ଦିନ ରାତି ତାଙ୍କର ନାମ ଜପ କରନ୍ତି, ସେମାନଙ୍କର କୁଣ୍ଡଲି ଦେଖିବା କଥା ନୁହଁ। କାରଣ ତାଙ୍କ କୁଣ୍ଡଲିରେ ଗ୍ରହ ନକ୍ଷତ୍ର ମାନେ କାମ କରନ୍ତିନି, ତାଙ୍କର ଇଷ୍ଟ ତାଙ୍କ ଜୀବନକୁ ଚଳନ କରନ୍ତି। ଏହାର ଏକ୍ସାମ୍ପଲ ବି ଆପଣ ମଡର୍ଣ୍ଣ ଯୁଗରେ ଦେଖିପାରୁଥିବେ, ବହୁତ ସାରା ଏକ୍ସାମ୍ପଲ ୟୁଟ୍ୟୁବରେ ଆଭେଲେବୁଲ ଅଛି। କୁଣ୍ଡଲିରେ ଥିବ ମୃତ୍ୟୁ ଯୋଗ କିନ୍ତୁ ସେ ଲୋକ ବଞ୍ଚୁଥିବ ଆହୁରି ଏକ୍ସଟ୍ରା 20 ବର୍ଷ। ଆପଣ ମାନେ ଏହାର ଗୋଟେ ଛୋଟ ଏକ୍ସାମ୍ପଲ ଆପଣ ପୁରାଣରୁ ନେଇପାରିବେ। ମହର୍ଷି ମାର୍କଣ୍ଡେୟଙ୍କର, ଯଦି ଆପଣ ମହର୍ଷି ମାର୍କଣ୍ଡେୟଙ୍କ ବିଷୟରେ ପଢିବେ ତାଙ୍କର ଆୟୁ ବହୁତ ସ୍ୱଳ୍ପ ଥିଲା ଏବଂ ଯେତେବେଳେ ଆୟୁକୁ ଚେଞ୍ଜ କରିବାର ହକ୍ ତ କେବଳ ପୁରୁଷୋତ୍ତମଙ୍କର, ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କର ଯାହା ଷ୍ଟୋରିଟା ଆଗେଇଛି, ଷ୍ଟୋରି ଆଗେଇଲା ଭିତରେ ଭଗବାନ ତାଙ୍କ ଜୀବନର 5 ବର୍ଷ ମାର୍କଣ୍ଡେୟ ମହର୍ଷିଙ୍କୁ ଦେଇଛନ୍ତି। ଭଗବାନଙ୍କ ଜୀବନର 5 ବର୍ଷ ମାନେ ଯେ କେତେ ଚତୁର୍ଯୁଗ, ସେଟା କେବେ ମୁଁ ଯେତେବେଳେ ସମୟ ଚକ୍ର କାଳ ଚକ୍ର ପଢେଇବି ସେତେବେଳେ ମୁଁ ଆପଣଙ୍କୁ ସେ ଜିନିଷ ବିଷୟରେ ଅବଗତ କରେଇବି। ଏତିକି ମନେ ରଖନ୍ତୁ ଯେ ଆପଣ ମାନେ ଶୁଣିଥିବେ ଶ୍ରୀମଦ୍ ଭାଗବତ ଗୀତାରେ ଏହାର ଗୋଟେ ପ୍ରମାଣ ଅଛି, ଯୋଉଟା ଆମର ଏଠି 365 ଦିନ ମୃତ୍ୟୁ ଲୋକରେ ସେଇଟା ଗୋଟେ ଦିନ। ଠିକ ଅଛି, ତ ଆମେ ଯେତେବେଳେ ଶ୍ରାଦ୍ଧ ପ୍ରଦାନ କରୁ ଆମ ପୂର୍ବଜ ମାନଙ୍କୁ, ତାଙ୍କୁ ଡେଲି ଖାଇବାକୁ ଦେଲା ଭଳିଆ ଲାଗେ। ସେମିତି କାଳଚକ୍ରର ଗୋଟେ ଗଣନା ଅଛି, ଯୋଉ ଗଣନାକୁ ମୁଁ ଆପଣଙ୍କ ସହିତ ପରବର୍ତ୍ତୀ ମୁହୂର୍ତ୍ତରେ ଆପଣଙ୍କୁ ଏକ୍ସପ୍ଲେନ କରିବି। ସେଇ କାଳଚକ୍ରର ଗଣନା ଅନୁସାରେ ଆପଣ ମାନେ ଦେଖିବେ ଯେ ମହର୍ଷି ମାର୍କଣ୍ଡେୟ ଆଜିକା ଯୁଗରେ ମଧ୍ୟ, ଏବେକା ଯୁଗରେ ମଧ୍ୟ ଜୀବିତ ଅଛନ୍ତି। ତେଣୁ ମୋର କହିବାର ତାତ୍ପର୍ଯ୍ୟ ହେଲା ଏଇଆ, ଯଦି ଆପଣ ମାନେ ଭାବୁଛନ୍ତି ଯେ ଆଷ୍ଟ୍ରୋଲୋଜି ପୁରା 100% ଆପଣଙ୍କୁ ପ୍ରେଡିକ୍ଟ କରି ଆଜ ଇଟ୍ ଇଜ କହିଦବ, ଏଇଟା ସେଇମାନଙ୍କ କ୍ଷେତ୍ରରେ ସମ୍ଭବ ଯୋଉମାନେ କୌଣସି ନୀତି ନିୟମ ପାଳନ କରୁନଥାନ୍ତି। ଯଦି ସେ ଲୋକ ନୀତି ନିୟମ ପାଳନ କରୁଛି, ଇଏ ବହୁତ ମାତ୍ରା ପୂଜା ଅର୍ଚ୍ଚନା କରୁଛି ବା ନାମ ଜପ କରୁଛି, ଭକ୍ତି ମାର୍ଗରେ ଅଛି, ତାହେଲେ ଆପଣ ମାନେ ସିଓର ହେଇଯାଆନ୍ତୁ ଆଷ୍ଟ୍ରୋଲୋଜି ସେଠି ବିଶେଷ ଭାବରେ କୌଣସି ଫଳ ଦେବ ନାହିଁ। ହଁ ହେଇପାରେ, ଯୋଉଟା ମୁଁ କହିଲି ପଥର ପଡିବା ଜାଗାରେ ପଥର ପଡିବ, ଗୋଟେ ଥାଏ ଡେଫିନାଇଟ ଡେଷ୍ଟିନେସନ। ଡେଫିନାଇଟ ଡେଷ୍ଟିନେସନ ଆଉ ଗୋଟେ ହେଲା ଭ୍ୟାରିଏବଲ ଡେଷ୍ଟିନେସନ। ଡେଫିନାଇଟ ଡେଷ୍ଟିନି, ଭ୍ୟାରିଏବଲ ଡେଷ୍ଟିନି। ଡେଫିନାଇଟ ଡେଷ୍ଟିନି ମାନେ କଣ, ଯେଟା ହେବ ହିଁ ହବ ଆପଣଙ୍କ ସହିତ। ଆଉ ଭ୍ୟାରିଏବଲ ଡେଷ୍ଟିନି କଣ ନା, ଆପଣ ଆପଣଙ୍କର କର୍ମ ଫଳ ଦ୍ଵାରା ତାକୁ ଚେଞ୍ଜ କରିବାର ସାମର୍ଥ୍ୟ ରଖିଥାନ୍ତି, ଯାହା କହନ୍ତି ଭାଗ୍ୟ ବଦଳିବ। ଯଦି କୌଣସି ଲୋକ ନିଷ୍ଠା ଭକ୍ତିର ସହିତ କୌଣସି କାମ କରେ, ପରମ ପିତା ତାକୁ ଆଶୀର୍ବାଦ କରିଦିଅନ୍ତି। ଠିକ ଅଛି, ତେଣୁ ଏଇଥିରୁ ଆମେ ଜାଣିଲେ ଯେ ଜୀବନରେ ଆଷ୍ଟ୍ରୋଲୋଜିର ମହତ୍ଵ କେତେ। ଆଜିର ସେସନ ପାଇଁ ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।